ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନେ ତ ବହୁତ ପ୍ରକାରର ଘୁଗୁନି ଖାଉଛନ୍ତି, କିନ୍ତୁ ଆମେ ଆଜି ବନେଇବା ଫୁଲକୋବି ଆଉ ମଟର ଆଳୁରେ ଘୁଗୁନି। ଫୁଲକୋବି ଆଳୁ ମଟର ଘୁଗୁନି ପାଇଁ ମୁଁ ଏଠି ନେଇଛି କିଛି ମଟରକୁ କାଲି ରାତିରେ ଭେଦେଇ ଦେଇଥିଲି। ତାକୁ ମୁଁ ଛାଣି ଦେଇକି ରଖିଦେଇଛି, ଭଲସେ ଧୋଇ ଧାଇକି ଛାଣିକି ରଖିଦେଇଛି। ତାପରେ ମୁଁ ଏଠି ନେଇଛି ଆମର 2ଟି ବଡ଼ ବଡ଼ ପିସ୍ ଆଳୁକୁ 4 ଫାଳ ଲେଖା କରିକି କାଟି ନେଇଛି। ଏଠି ମୁଁ ବଡ଼ ପିସ୍ କୋବି ଦେଖୁଥିବେ, ଏ ବଡ଼ ପିସ୍ କୋବିକୁ ମୁଁ 4 ପିସ୍ ନେଇଛି। ଆମର ବର୍ତ୍ତମାନ ମୁଁ ସବୁ ୟାକୁ ପ୍ରେସର କୁକରରେ ଦେଇଦେବି। ପ୍ରେସର କୁକରରେ ମୁଁ ପାଣି ନେଇଯାଇଛି, ମୁଁ ପ୍ରେସର କୁକରରେ ଦେଇଦେଲି। ଦେଇ ସାରିକି ତାକୁ ମୁଁ ଗ୍ୟାସରେ ବସେଇକି ସିଝେଇଦେବି ଆଉ ଲୁଣ ହଳଦୀ ପକେଇ ଦେଇକି ମୁଁ ଏଠି ଲୁଣ ନେଉଛି, 1 ଚାମଚ ମୁଁ ଲୁଣ ନେଇଛି। ତାପରେ ପୁଣି ମସଲା କଷିଲା ବେଳେ ଆମର ଦିଆଯିବ ଲୁଣ, ହଳଦୀ ମଧ୍ୟ 1 ଚାମଚ ମୁଁ ନେଇଛି। ପରେ ତ ଆମର ହଳଦୀ ଲୁଣ ମସଲା ସବୁ ଦିଆ ହେଇକି କଷା ହେଇକି ତରକାରୀ ହେବ ଆଉ। ବର୍ତ୍ତମାନ ମୁଁ ଗ୍ୟାସ୍ ଲଗେଇକି ପ୍ରେସର କୁକର ବସେଇ ଦେଉଛି। ଗ୍ୟାସ୍ ମୁଁ ଲଗେଇଦେଲି। ପ୍ରେସର କୁକର ମୁଁ ବସେଇ ଦେଉଛି। 3 ରୁ 4 ସିଟି ଭିତରେ ମୁଁ ତାକୁ ଓହ୍ଲେଇ ଦେବି। ସାଙ୍ଗମାନେ ତ ଆମର ଏଠି କୋବି ଆଳୁ ମଟର ସିଝ ହେଇଯାଇଛି। ମୁଁ ବର୍ତ୍ତମାନ ଆଳୁକୁ ଗୋଟେ ଜାଗାକୁ ବାହାର କରି ନେଉଛି। ମୁଁ ଏଠି ମସଲା ବାଟିକି ନେଇ ଆସିଛି, ଅଦା ରସୁଣ ପିଆଜ ଆଉ ଆମର କଞ୍ଚା ଲଙ୍କା ଆଉ ଏ ତ ବଟା ହେଇଯାଇଛି। ତାପରେ ମୁଁ ଏଠି କିଛି କୁଚା ପିଆଜ ନେଇଛି, କିଛି କୁଚା ଟମାଟୋ ନେଇଛି, ଆମର ଧନିଆ ପତ୍ର କିଛି କୁଚା ନେଇଛି। ଆଳୁକୁ ବର୍ତ୍ତମାନ ମୁଁ ମିକ୍ସ କରିଦେଉଛି। ବର୍ତ୍ତମାନ ମୁଁ ଗ୍ୟାସ୍ ଲଗେଇକି କଡ଼ା ବସେଇ ନେଉଛି। କଡ଼ା ବସେଇଦେଲି, କଡ଼ା ଆମର ଗରମ ହେଇଗଲାଣି। ମୁଁ ବର୍ତ୍ତମାନ ତେଲ ଦେଇ ଦେଉଛି କଡ଼ାରେ। ଦୁଇ 4ଟା ତେଜପତ୍ର ପକାଇ ଦେଉଛି। 5 ଫୁଟଣ କିଛି ମୁଁ ପକାଇଦେଲି। ତାପରେ କାଟିକି ରଖିଥିବା ପିଆଜକୁ ପକାଇ ଦେଉଛି। ପିଆଜ ଆମର ଲାଲ ହୋଇଗଲେ ମସଲା ଦେବା। ତାପରେ ଆମେ ଏଠି କାଟିକି ରଖିଥିବା ଟମାଟୋଟିକି ପକାଇଦେବା। ତାପରେ ମୁଁ କିଛି କାଶ୍ମୀରୀ ଚିଲି ଏଥିରେ ଦେଇ ଦେଉଛି। ତାପରେ ମୁଁ ମସଲା ଦେଇ ଦେଉଛି। ତାପରେ ମୁଁ ହଳଦୀ ଗୁଣ୍ଡ ଦେଇ ଦେଉଛି। ହଳଦୀ ଗୁଣ୍ଡ ତ ଆମର ମଟର ଆଳୁ ସିଝେଇଲା ବେଳେ ପକାଇଥିଲି, ଆଉ ଟିକେ ମସଲାରେ ନଦେଲେ ଟିକେ କଲର୍ଟା ଭଲ ଆସିବନି। ମୁଁ ହଳଦୀ ଗୁଣ୍ଡ କିଛି ଦେଇଦେଲି। ମସଲା ଆମର କଷି ହୋଇଗଲାଣି, ଆମର ମସଲା। ମୁଁ ଏବେ ମଟର ଆଉ ଯେଉଁ କୋବିକି କଡ଼ାରେ ଦେଇ ଦେଉଛି।
तापर मु एठी दलिकी रखिथिबा आलू को मध्य दे दउछि। तापर आमे गुड़ाई दबा। तापर आमे धनिया पत्र दे दबा। मेटी काटिकी रखिथिली धनिया पत्र ताको भल भाव सब आड़े दे दबा। धनिया पत्र देदेली। आमर बर्तमान गैस को एबे बंद करवा। तो आलू मटर को भी तरकारी हो गला। अब आम बंद करदे गैस। देखुंत सांग मैंने ये रेसिपी टी आपण मैंने निश्चित बनई कि आपण घरे खाइबे। कहीं विरक्त तो लगिलानी कोबी खाई खाई कि विभिन्न प्रकार उपाय रे आमे जदि कोबी की रांधिकी खाती ताले आमको भल लागिबो। आपण माने तो देखिले मोर केमिति वीडियोटी आपण मानकु केमिति लागुची। आपण माने निश्चित मते कमेंट करिवे, शेयर करिवे, सब्सक्राइब करिवे, लाइक करिया को जमा भूलिबेनी। रहिली सांग माने जय जगन्नाथ।